ଏବେ ଔଷଧର ଦରକାର ନାହିଁ, ତୁ ବହୁତ ଥକିଗଲୁ, କିନ୍ତୁ ମୁଁ ଗୋଟିଏ ସତ୍ୟ ନ କହି ଯାଇପାରିବି ନାହିଁ। ମୁଁ ତୋର ପ୍ରକୃତ ମା ନୁହେଁ। ଏହା ଶୁଣି ଅର୍ଜୁନଙ୍କ ପାଦ ତଳୁ ମାଟି ସରିଗଲା। ରୁକ୍ମିଣୀ ଶେଷ ନିଶ୍ୱାସରେ ଚୁପ୍ ହୋଇଗଲେ। ଅର୍ଜୁନ ଏବେ ଏକୁଟିଆ। ପରିଚୟର ପ୍ରଶ୍ନ ତାଙ୍କୁ ଭିତରୁ ଭାଙ୍ଗିଦେଲା। କିଛିଦିନ ପରେ ତାଙ୍କୁ ଗାଁର ବୁଢ଼ୀ ଲକ୍ଷ୍ମୀ ଆଈଙ୍କର କଥା ମନେ ପଡ଼ିଲା। ସେ ଗାଁର ସବୁଠାରୁ ପୁରୁଣା ସାକ୍ଷୀ। ଅର୍ଜୁନ ତାଙ୍କ ପାଖକୁ ଯାଇ ପଚାରିଲେ। ଲକ୍ଷ୍ମୀ ଆଈ ଶିଶିକି କହିଲେ, ବାବୁ, ତୁ ରୁକ୍ମିଣୀର ପୁଅ ନୁହଁ। ତୋ ପାଳକ ବାପା ମା ସନ୍ତାନହୀନ ଥିଲେ। ଜଙ୍ଗଲରୁ ତୋ ପାଳକ ବାପା ତୋତେ କୋଳେ ଧରି ଆଣିଥିଲେ। ରୁକ୍ମିଣୀ କେବଳ କହୁଥିଲା, ଭଗବାନ ମୋତେ ପୁରସ୍କାର ଦେଲେ, କିନ୍ତୁ ତୁ କେଉଁଠାରୁ ଆସିଛ କେହି ଜାଣନ୍ତି ନାହିଁ। ଅର୍ଜୁନ ଘରର ପ୍ରତ୍ୟେକ କୋଣ ଖୋଜିଲେ, ପୁରୁଣା ସନ୍ଦୁକ ଖୋଲିଲେ, ଧୂଳିମୟ ଆଲମାରୀ ଦେଖିଲେ, କିଛି ମିଳିଲା ନାହିଁ। ରାତି ନିଦ ହେଲା ନାହିଁ। ଭୋର ସମୟରେ ଶୁଦ୍ଧ ହୋଇ ପ୍ରାତଃ ପ୍ରାର୍ଥନାରେ ବସି ପ୍ରାର୍ଥନା କରିଲେ, ହେ ଭଗବାନ, ମୋ ବଂଶର କୌଣସି ଜୀବନ୍ତ ନାତି ଅଛି କି? ଯଦି ଅଛି, ମୋତେ ମୋ ସତ୍ୟ ସହିତ ମିଳାଇ ଦିଅ। ଗୋଟିଏ ସନ୍ଧ୍ୟାରେ ବଗିଚାରୁ ଫେରୁଥିବା ବେଳେ ଗାଁରେ ଅଦ୍ଭୁତ ଅଶାନ୍ତି ଦେଖିଲେ। ଲୋକେ ଭୟରେ ଚିତ୍କାର କରୁଥିଲେ। ଏକ ବୁଢ଼ା କହିଲେ, ବାବୁ, ଜୀବନ ବଞ୍ଚାଇ ଭାଗ। ଗାଁରେ ଏକ ଭୟଙ୍କର ବିଷଧର ସାପ ଘୁରୁଛି। ଅନେକେ ଆହତ ହୋଇଛନ୍ତି। ଅର୍ଜୁନ ଦେଖିଲେ ଏକ ବଡ଼ ସାପ ପିଲାମାନଙ୍କ ଆଡ଼କୁ ଯାଉଛି।